ସବୁ ଲୋକ ପ୍ରାୟ କୁହନ୍ତି ମୋ ସମୟ ଆସିବ। ଓଡ଼ିଆରେ ତ ନୁହଁ, ହିନ୍ଦୀରେ କୁହନ୍ତି अब मेरा टाइम आएगा, ନହେଲେ ଷ୍ଟାଇଲ ମାରିକି କହିବେ अपन का भी टाइम आएगा। ଆରେ ୟାର, ସମୟ ତ ସମସ୍ତଙ୍କର ଆସିବ, କିଏ କହିଦେଲେ ନୁହଁ, କି ତମେ ବି କହିଦେଲେ ନୁହଁ। ସମୟ ଆସିବ ତା ଇଚ୍ଛାରେ। ଏଇଟା ନିଶ୍ଚୟ ବାପା ମା ଯେତେବେଳେ ସନ୍ତାନ ଜନ୍ମ ଦିଅନ୍ତି ଭାବନ୍ତି ସେ ଧନୀ ହୁଅନ୍ତୁ, ଗରିବ ହୁଅନ୍ତୁ, ମୂର୍ଖ ହୁଅନ୍ତୁ ବା ଶିକ୍ଷିତ ହୁଅନ୍ତୁ, କହିବେ ଯାହା କଷ୍ଟ ପଡ଼ୁ ପଛେ ମୁଁ ଆକୁ ବଡ଼ ଲୋକ କରିବି। ହେଲେ ପିଲା କ'ଣ କରୁଛି ସେଇଟା ଦେଖିବେନି। କିନ୍ତୁ ଯେତେବେଳେ ପିଲା ଦଶମ ପରୀକ୍ଷା ଦେବା ପାଇଁ ହେବ, ସେତେବେଳେ ସାର୍ଙ୍କୁ ଯାଇକି ଅନୁରୋଧ କରିବେ ମୋ ପିଲା ଆପଣଙ୍କୁ ଲାଗିଲା। 20ରୁ 25 ବର୍ଷ ହେଇଯିବା ମାତ୍ରେ ପିଲାକୁ ଆଉ ବାପା ମାଙ୍କୁ ଉଭୟଙ୍କୁ ଚିନ୍ତା ଲାଗିବ, କ'ଣ କରିବି, ମୁଁ କ'ଣ କରିବି ବା ମୋ ପିଲା କ'ଣ କରିବ ବୋଲି। 25ରୁ 30 ବର୍ଷ ଭିତରେ ବାପା ମାଙ୍କୁ ଚିନ୍ତା ଲାଗିବ ପୁଅ ରୋଜଗାର କରୁ କି ନ କରୁ ତାକୁ ବାହାଘର କରାଇଦେବି। ତାପରେ ବାହାଘର ପରେ ପିଲାକୁ ଚିନ୍ତା ଲାଗିବ ମୋ ପିଲା ଛୁଆ, ମୋ ସ୍ତ୍ରୀ, ମୋ ସଂସାର ମୁଁ କେମିତି ଚଳେଇବି। 40 ବର୍ଷରେ ନିଶ୍ଚିତ ଆପଣଙ୍କ ଶରୀର କ୍ଳାନ୍ତ ଅନୁଭବ କରିବ, ଆପଣଙ୍କୁ କ୍ଳାନ୍ତ ଲାଗିବ। ଆଉ 40 ବର୍ଷରେ ମୂର୍ଖ ବି ଶିକ୍ଷିତଙ୍କ ଠାରୁ ଅଧିକ ରୋଜଗାର କରୁଥିବ। ଆଉ ମୂର୍ଖ ଶିକ୍ଷିତ ମଧ୍ୟରେ ଫରକ ଜଣାପଡ଼ିବନି। ସେହି ସମୟରେ ବି କିଛି ଲୋକ କୁହନ୍ତି ରହ ମୋ ସମୟ ଆସୁ। 40 ବର୍ଷ ପରେ 50 ବର୍ଷ ଛୁଇଁଲା ବେଳକୁ ଆପଣଙ୍କ ଚମଡ଼ାର ଚମକ କମିଯିବ, ଆଉ ଚମଡ଼ାରେ ଫିକା ପଡ଼ିଯିବ, ଶିଥିଳତା ଆସିବ। ଆପଣ ଯେତେ ମେକଅପ୍ ନିଅନ୍ତୁ ନା କାହିଁକି ଆପଣଙ୍କ ଚମଡ଼ା କୁଞ୍ଚି କୁଞ୍ଚିଆ ହେଇଯିବ, ହେଲେ ବି ଆପଣଙ୍କ ସମୟ ଆସିବନି। 60 ବର୍ଷ ପରେ ଆପଣଙ୍କ ପଦର ମୂଲ୍ୟ କିଛି ନଥିବ। ଆପଣ ଯଦି ଆପଣଙ୍କ ସହଯୋଗୀ ମାନଙ୍କ ସହିତ ଠିକରେ ବ୍ୟବହାର ନ କରିଥିବେ, ଆପଣଙ୍କ ପାଖରେ ଆପଣଙ୍କ ପିଅନ ବି ଆପଣଙ୍କୁ 60 ବର୍ଷ ପରେ ନମସ୍କାର କରିବା ପାଇଁ କୁଣ୍ଠାବୋଧ ହେବ। ନିଶ୍ଚିତ ଏଇଟା। 70ରୁ 80 ବର୍ଷ ଭିତରେ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ଆରମ୍ଭ ହୋଇଯିବ। ଆପଣ ଜିଇବା ମରିବା ଦୁଇଟା ଯାକ ସମାନ ଲାଗିବ। ଆପଣଙ୍କ ପିଲାମାନେ ଆପଣଙ୍କ ଉପରେ ବିରକ୍ତି ଅନୁଭବ କରିବେ, ଆଉ ବାଧ୍ୟବାଧକତାରେ ମେଡ଼ିକାଲ ନେଇଯିବେ। ତାପରେ ବି ଆପଣଙ୍କ ସମୟ ଆସିବନି। କିନ୍ତୁ ମେଡ଼ିକାଲରେ ଡକ୍ଟର କହିବେ ଆଙ୍କୁ ନେଇଯାଅ, ଆଙ୍କ ସମୟ ଆସିଗଲା। ବୁଝିପାରିଲ? ତେଣୁ ସମୟ ତ ଆସେ, ତା ଇଚ୍ଛାରେ ଆସେ।